ଏସ୍ତେର ପୁସ୍ତକ ଅଧ୍ୟାୟ 8 ଯିହୁଦୀମାନଙ୍କର ଆନନ୍ଦ। ଏହି ପତ୍ରଟିର ଏକ ପ୍ରତିଲିପି ନିର୍ଦ୍ଦେଶନାମା ସଦୃଶ ସମସ୍ତ ପ୍ରଦେଶରେ ଘୋଷିତ କରିବା, ସମସ୍ତ ଲୋକଙ୍କ ମଧ୍ୟରେ ବିଜ୍ଞାପିତ କରିବା ଓ ଯିହୁଦୀମାନେ ଯେପରି ସେହି ଦିନ ସେମାନଙ୍କର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେଇପାରନ୍ତି ସେଥିସକାଶେ ପ୍ରସ୍ତୁତ ହେବା ପାଇଁ ତାହା ଆଦିଷ୍ଟ ଥିଲା। ସୁତରାଂ ରାଜାଙ୍କ ଆଦେଶ ମୁତାବକ ରାଜାଙ୍କ ସେବା ଯୋଗୀ ଦ୍ରୁତଗାମୀ ଘଟକ ଉପରେ ଆରୋହଣ କରି ଦୂତମାନେ ଖୁବ୍ ଶୀଘ୍ର ଯାତ୍ରା କଲେ। ରାଜଧାନୀ ସୁସାରେ ନିର୍ଦ୍ଦେଶନାମାଟି ଘୋଷିତ ହେଲା। ସୁସା ନଗରୀ ଆନନ୍ଦରେ ଚିତ୍କାର କରୁଥିବା ସମୟରେ ନୀଳ ତଥା ଧୂସର ବର୍ଣ୍ଣ ବିଶିଷ୍ଟ ରାଜକୀୟ ବସ୍ତ୍ରାଡମ୍ବର, ଗୋଟିଏ ବିରାଟ ସୁବର୍ଣ୍ଣ ମୁକୁଟ ଓ ସୂକ୍ଷ୍ମ ରୂପେ ବୁଣାଯାଇଥିବା ଶଣ ବସ୍ତ୍ର ନିର୍ମିତ ବାଇଗଣୀ ସ୍ୱର୍ଣ୍ଣ ବର୍ଣ୍ଣ ବିଶିଷ୍ଟ ଚାଦରରେ ଭୂଷିତ ହୋଇ ମୋର୍ଦ୍ଦେକାଇ ରାଜାଙ୍କ ସମ୍ମୁଖରୁ ବାହାରିଗଲା। ଏହିପରି ଯିହୁଦୀମାନଙ୍କ ମଧ୍ୟରେ ଆଲୋକ, ସନ୍ତୋଷ, ଆନନ୍ଦ ତଥା ଶ୍ରଦ୍ଧା ବିରାଜିଲା। ଯେଉଁ ସମସ୍ତ ପ୍ରଦେଶ ତଥା ନଗରୀଗୁଡ଼ିକରେ ରାଜାଙ୍କର ଆଦେଶ ତଥା ନିର୍ଦ୍ଦେଶନାମା ପହଞ୍ଚିଥିଲା, ସେସବୁ ସ୍ଥାନରେ ଯିହୁଦୀମାନେ ଉତ୍ସବ ଓ ବିଶ୍ରାମର ଦିବସ ସଦୃଶ ମହାନନ୍ଦରେ ଆନନ୍ଦିତ ହେଲେ। ରାଜ୍ୟବାସୀ ବହୁ ସଂଖ୍ୟକ ଲୋକେ ନିଜ ନିଜକୁ ଯିହୁଦୀ ବୋଲି ବିଜ୍ଞାପନ କଲେ, କାରଣ ସେମାନେ ଯିହୁଦୀମାନଙ୍କ ପ୍ରତି ଭୟଭୀତ ଥିଲେ। ଅଧ୍ୟାୟ 9 ଯିହୁଦୀମାନଙ୍କର ପ୍ରତିଶୋଧ। ଦ୍ୱାଦଶ ଅର୍ଥାତ୍ ଆଦାର ମାସର ତ୍ରୟୋଦଶ ଦିବସରେ ରାଜାଙ୍କର ଆଦେଶ ତଥା ନିର୍ଦ୍ଦେଶନାମାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ନିରୂପିତ ଦିବସରେ ଯିହୁଦୀମାନଙ୍କ ଉପରେ ଜୟଯୁକ୍ତ ହେବା ପାଇଁ ଶତ୍ରୁମାନେ ଆଶା କରିଥିଲେ, କିନ୍ତୁ ସେହି ଦିନଟି ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବା ପାଇଁ ଉଦ୍ଦିଷ୍ଟ ଗୋଟିଏ ଦିବସରେ ପରିଣତ ହେଲା। ସୁତରାଂ ରାଜା ଆହାଶ୍ୱେରୋସଙ୍କ ଅଧୀନସ୍ଥ ସମସ୍ତ ପ୍ରଦେଶର ନଗରୀବାସୀ ଯିହୁଦୀମାନେ ନିଜର ବିନାଶ ସକାଶେ ପ୍ରତୀକ୍ଷା କରି ରହିଥିବା ସମସ୍ତଙ୍କୁ ନିଧନ କରିବା ନିମନ୍ତେ ଏକତ୍ରିତ ହେଲେ। କେହି ସେମାନଙ୍କୁ ବିରୋଧ କରି ଠିଆ ହୋଇପାରିଲେ ନାହିଁ, କାରଣ ସମସ୍ତ ଜାତି ସେମାନଙ୍କ ପ୍ରତି ଭୟଭୀତ ଥିଲେ। ପ୍ରଦେଶ ଗୁଡ଼ିକର ଶାସକଗଣ, ଅଧ୍ୟକ୍ଷ, ଦେଶାଧିପତି ଓ ରାଜକର୍ମଚାରୀମାନେ ଯିହୁଦୀମାନଙ୍କୁ ସାହାଯ୍ୟ କଲେ, କାରଣ ସେମାନେ ମୋର୍ଦ୍ଦେକାଇ ଯୋଗୁଁ ଭୟଭୀତ ହୋଇଥିଲେ। ରାଜାଙ୍କ ଭବନରେ ମୋର୍ଦ୍ଦେକାଇ ଜଣେ ମହାନ ବ୍ୟକ୍ତି ଥିଲା ଓ ତାର ଖ୍ୟାତି ସମସ୍ତ ପ୍ରଦେଶରେ ବ୍ୟାପ୍ତ ହେଲା। ମୋର୍ଦ୍ଦେକାଇ ଉତ୍ତରୋତ୍ତର ଭାବେ ଶକ୍ତିଶାଳୀ ହେଲା। ଯିହୁଦୀମାନେ ସେମାନଙ୍କର ଶତ୍ରୁମାନଙ୍କୁ ଖଡ୍ଗ ଦ୍ୱାରା ବଧ କରି ବିନଷ୍ଟ କଲେ ଏବଂ ସେମାନଙ୍କର ଘୃଣାକାରୀମାନଙ୍କ ପ୍ରତି ସ୍ୱେଚ୍ଛାମୂଳକ କାର୍ଯ୍ୟ ସାଧନ କଲେ। କେବଳ ରାଜଧାନୀ ସୁସା ନଗରୀରେ ଯିହୁଦୀମାନେ 500 ଲୋକଙ୍କୁ ନିଧନ କଲେ, ଯିଏ ଯିହୁଦୀମାନଙ୍କର ଶତ୍ରୁ ଓ ହାମାଦାଥାର ପୁତ୍ର। ସେହି ହାମାନର 10 ଜଣ ପୁତ୍ର ପାସାନ, ଦାଥା, ଦାଲଫୋନ, ଆସଫାତା, ପରାଥା, ଆଦାଲିଆ, ଆରିଦାଥା, ପାର୍ମାସଥା, ଆରିସାଇ, ଆରିଦାଇ ଓ ବାଇସାଥାକୁ ସେମାନେ ହତ୍ୟା କଲେ, କିନ୍ତୁ ସେମାନେ କୌଣସି ବସ୍ତୁ ଲୁଣ୍ଠନ କଲେ ନାହିଁ। ରାଜଧାନୀ ସୁସାରେ ନିହତ ହୋଇଥିବା ଲୋକଙ୍କ ସଂଖ୍ୟା ସେହିଦିନ ରାଜାଙ୍କୁ ଜଣାଇ ଦିଆଗଲା। ରାଣୀ ଏସ୍ତେରଙ୍କୁ ରାଜା କହିଲେ, ରାଜଧାନୀ ସୁସାରେ ଯିହୁଦୀମାନେ 500 ଲୋକ ଓ ହାମାନର 10 ଜଣ ଲୋକ ପୁତ୍ରଙ୍କୁ ବଧ କରିଛନ୍ତି। ତାହାହେଲେ ସେମାନେ ରାଜାଙ୍କ ଅଧୀନସ୍ଥ ଅବଶିଷ୍ଟ ପ୍ରଦେଶଗୁଡ଼ିକରେ କ'ଣ ନ କରିଥିବେ? ବର୍ତ୍ତମାନ
ନିବେଦନ କ'ଣ? ତୁମର ସେହି ନିବେଦନକୁ କାର୍ଯ୍ୟରେ ପରିଣତ କରାହେବ। ତହୁଁ ଏସ୍ତେର କହିଲେ, ରାଜା ଯଦି ଇଚ୍ଛୁକ, ତେବେ ଆଜି ବିଜ୍ଞାପିତ ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତାକାଲି ମଧ୍ୟ କରାହେବା ପାଇଁ ସୁସାବାସୀ ଯିହୁଦୀମାନଙ୍କୁ ଅନୁମତି ଦିଅନ୍ତୁ ଏବଂ ହାମାନର 10 ଜଣ ପୁତ୍ରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅନ୍ତୁ। ସୁସାରେ ଗୋଟିଏ ନିର୍ଦ୍ଦେଶନାମା ବିଜ୍ଞାପିତ କରାଇ ସେହିପରି କରାଯିବା ନିମନ୍ତେ ରାଜା ଆଦେଶ ଦେଲେ ଓ ହାମାନର 10 ଜଣ ପୁତ୍ରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ। ସୁସାବାସୀ ଯିହୁଦୀମାନେ ଆଦାର ମାସର ଚତୁର୍ଦ୍ଦଶ ଦିବସରେ ମଧ୍ୟ ଏକତ୍ରିତ ହୋଇ 300 ସୁସାବାସୀମାନଙ୍କୁ ହତ୍ୟା କଲେ। କିନ୍ତୁ ସେମାନେ କୌଣସି ବସ୍ତୁ ଲୁଣ୍ଠନ କଲେ ନାହିଁ। ରାଜାଙ୍କ ଅଧୀନସ୍ଥ ଅନ୍ୟ ପ୍ରଦେଶ ଗୁଡ଼ିକରେ ବାସ କରିଥିବା ଯିହୁଦୀମାନେ ମଧ୍ୟ ସେମାନଙ୍କର ରକ୍ଷା ନିମନ୍ତେ ଏକତ୍ରିତ ହେଲେ। ସେମାନେ ସେମାନଙ୍କର ଶତ୍ରୁମାନଙ୍କ ହସ୍ତରୁ ରକ୍ଷା ପାଇଲେ ଓ ନିଜ ଘୃଣାକାରୀମାନଙ୍କ ମଧ୍ୟରୁ 75,000 ବ୍ୟକ୍ତିଙ୍କୁ ବଧ କଲେ। କିନ୍ତୁ ସେମାନେ କୌଣସି ବସ୍ତୁ ଲୁଣ୍ଠନ କଲେ ନାହିଁ। ଆଦାର ମାସର ତ୍ରୟୋଦଶ ଦିବସରେ ଏହା ସଂଘଟିତ ହେଲା। ଚତୁର୍ଦ୍ଦଶ ଦିବସରେ ସେମାନେ ବିଶ୍ରାମ କରି ସେହି ଦିନକୁ ଉତ୍ସବ ତଥା ଆନନ୍ଦର ଦିନରେ ପରିଣତ କଲେ। କିନ୍ତୁ ସୁସାବାସୀ ଯିହୁଦୀମାନେ ତ୍ରୟୋଦଶ ତଥା ଚତୁର୍ଦ୍ଦଶ ଦିବସରେ ଏକତ୍ରିତ ହେଲେ ଓ ପଞ୍ଚଦଶ ଦିବସରେ ବିଶ୍ରାମ କରି ସେହି ଦିନକୁ ଉତ୍ସବ ତଥା ଆନନ୍ଦର ଦିନରେ ପରିଣତ କଲେ। ସୁତରାଂ ଗ୍ରାମାଞ୍ଚଳ ଗୁଡ଼ିକରେ ଅବସ୍ଥିତ ପ୍ରାଚୀର ବିହୀନ ସହର ସମୂହବାସୀ ଯିହୁଦୀମାନେ ଆଦାର ମାସର ଚତୁର୍ଦ୍ଦଶ ଦିବସରେ ଆନନ୍ଦ, ଉତ୍ସବ, ବିଶ୍ରାମ ଓ ପରସ୍ପରକୁ ଉପହାର ଦେବା ପାଇଁ ଉଦ୍ଦିଷ୍ଟ ଦିନ ସଦୃଶ ପାଳନ କରନ୍ତି। ପୁରିମ ଉତ୍ସବର ପ୍ରତିଷ୍ଠା। ମର୍ଦ୍ଦେକାଇ ଏ ସମସ୍ତ କାର୍ଯ୍ୟର ଏକ ବିବରଣୀ ଲିପିବଦ୍ଧ କଲା ଓ ରାଜା ଆହାଶ୍ୱେରୋସଙ୍କ ଅଧୀନସ୍ଥ ପ୍ରଦେଶ ସମୂହବାସୀ ସୁଦୂର ତଥା ନିକଟବର୍ତ୍ତୀ ସମସ୍ତ ଯିହୁଦୀଙ୍କ ପାଖକୁ ପତ୍ର ପଠାଇ ପ୍ରତିବର୍ଷ ଆଦାର ମାସର ଚତୁର୍ଦ୍ଦଶ ତଥା ପଞ୍ଚଦଶ ଦିବସ ଗୁଡ଼ିକୁ ସେମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ରକ୍ଷା ପାଇଥିବା ଦିବସ ସଦୃଶ ଓ ସେହି ମାସଟିକୁ ଶୋକରୁ ଆନନ୍ଦରେ ଏବଂ ବିଳାପରୁ ବିଶ୍ରାମରେ ପରିଣତ ହୋଇଥିବା ମାସ ସ୍ୱରୂପ ପାଳନ କରିବାକୁ ଆଦେଶ ଦେଲା। ସେମାନେ ସେହି ଦିବସ ଗୁଡ଼ିକରେ ଉତ୍ସବ, ଆନନ୍ଦ ଓ ପରସ୍ପରକୁ ବିଶିଷ୍ଟ ଉପହାର ଦେବା ଏବଂ ନିର୍ଦ୍ଧନମାନଙ୍କୁ ଦାନ ଦେବା ପାଇଁ ନିରୂପିତ ଦିନ ସଦୃଶ ପାଳନ କରିବାକୁ ମଧ୍ୟ ସେ ସେମାନଙ୍କୁ ଆଜ୍ଞା ଦେଲା। ସୁତରାଂ ସେମାନେ ଆରମ୍ଭ କରିଥିବା ଓ ମର୍ଦ୍ଦେକାଇ ସେମାନଙ୍କୁ ଆଜ୍ଞା କରିଥିବାନୁଯାୟୀ ଯିହୁଦୀମାନେ ପାଳନ କରିବାକୁ ଆରମ୍ଭ କଲେ। କାରଣ ହାମାଦାଥାର ପୁତ୍ର ଓ ଯିହୁଦୀମାନଙ୍କର ଶତ୍ରୁ ଆଗାମୀୟ ହାମାନ ଯିହୁଦୀମାନଙ୍କୁ ବିନାଶ କରିବା ପାଇଁ ଷଡ଼ଯନ୍ତ୍ର କରି ପୁର ଅର୍ଥାତ୍ ଗୁଳିବାଣ୍ଟ କରିଥିଲା। କିନ୍ତୁ ଏସ୍ତେର ଯେବେ ରାଜାଙ୍କ ସମ୍ମୁଖକୁ ଆସିଲେ, ତେବେ ଯିହୁଦୀମାନଙ୍କ ବିରୁଦ୍ଧରେ ତା ଦ୍ୱାରା ପରିକଳ୍ପିତ ଦୁଷ୍ଟ ଷଡ଼ଯନ୍ତ୍ର ତାର ମସ୍ତକ ଉପରେ ପଡ଼ିବା ଏବଂ ତାକୁ ଓ ତାର ପୁତ୍ରମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ରାଜା ଆଦେଶ ଦେଇ ଲେଖିଦେଲେ। ସୁତରାଂ ସେମାନେ ସେହି ପୁର ଶବ୍ଦ ଅନୁସାରେ ସେହି ଦିନ ଗୁଡ଼ିକୁ ପୁରିମ ନାମରେ ଅଭିହିତ କଲେ। ସୁତରାଂ ଯେଉଁଭଳି ଏହି ପତ୍ରରେ ଉଲ୍ଲିଖିତ, ସେମାନେ ଯେ ସମସ୍ତ କାର୍ଯ୍ୟର ସମ୍ମୁଖୀନ ହୋଇଥିଲେ ଓ ସେମାନଙ୍କ ପ୍ରତି ଯାହା ସଂଗଠିତ ହୋଇଥିଲା, ତଦନୁଯାୟୀ ସେମାନେ ସେମାନଙ୍କର ସନ୍ତାନବର୍ଗ ଓ ଯିହୁଦୀ ଧର୍ମାବଲମ୍ବୀମାନେ ଅନ୍ୟଥା ନ କରି ଏହି ଦୁଇଟି ଦିନର ସ୍ମୃତି ଲିପିବଦ୍ଧ ଥିବା ଅନୁସାରେ ପାଳନ କରିବାକୁ ନିୟମ ପ୍ରସ୍ତୁତ କରି ସ୍ଥିର କଲେ ଯେ ସମସ୍ତ ବଂଶାନୁକ୍ରମେ ଏହି ଦିନ ସମୂହ ପ୍ରତି କୁଟୁମ୍ବ, ପ୍ରଦେଶ ତଥା ନଗରୀ ଗୁଡ଼ିକରେ ପାଳିତ ହେବ। ଯିହୁଦୀମାନଙ୍କ ମଧ୍ୟରେ ଏହି ପୁରିମ ଦିବସ ସମୂହ
କେବେ ବିସ୍ମୃତ ହେବ ନାହିଁ ଏବଂ ସେମାନଙ୍କ ବଂଶଧରମାନଙ୍କ ମଧ୍ୟରେ ଏହି ଦିନଗୁଡ଼ିକର ସ୍ମରଣ ନିଶ୍ଚିହ୍ନ ହେବ ନାହିଁ। ରାଣୀ ଏସ୍ତେର ଅର୍ଥାତ୍ ଆବିହାଇଲର କନ୍ୟା ଓ ଯିହୁଦୀ ମର୍ଦ୍ଦେକାଇ ପୁରିମ ସମ୍ବନ୍ଧୀୟ ଏହି ଦ୍ୱିତୀୟ ପତ୍ରକୁ ଅଧିକାର ପୂର୍ଣ୍ଣ ଲେଖା ଦ୍ୱାରା ଦୃଢ଼ ରୂପେ ସାବ୍ୟସ୍ତ କଲେ। ଶାନ୍ତି ତଥା ସତ୍ୟଯୁକ୍ତ ବାକ୍ୟରେ ରାଜା ଆହାଶ୍ୱେରୋସଙ୍କ ଅଧୀନସ୍ଥ 127ଟି ପ୍ରଦେଶବାସୀ ଯିହୁଦୀମାନଙ୍କ ନିକଟକୁ ପତ୍ର ସମୂହ ପ୍ରେରିତ ହେଲା। ସେଥିରେ ଲିପିବଦ୍ଧ ହୋଇଥିଲା ଯେ ଯିହୁଦୀ ମର୍ଦ୍ଦେକାଇ ଏବଂ ରାଣୀ ଏସ୍ତେରଙ୍କ ଆଦେଶ ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ଏବଂ ସ୍ୱୟଂ ଯିହୁଦୀମାନେ ସେମାନଙ୍କ ତଥା ସେମାନଙ୍କ ବଂଶଧରମାନଙ୍କ ପାଇଁ ଉପବାସ ଓ ବିଳାପ ସମ୍ବନ୍ଧରେ ମୀମାଂସା କରିଥିବା ଅନୁଯାୟୀ ଏହି ପୁରିମ ଦିନ ସମୂହ ପାଳିତ ହେବ। ପୁରିମ ସମ୍ବନ୍ଧୀୟ ବିବିଧକୁ ରାଣୀ ଏସ୍ତେରଙ୍କ ଆଦେଶ ସ୍ଥିରୀକୃତ କଲା ଓ ତାହା ଏକ ପୁସ୍ତକରେ ଲିପିବଦ୍ଧ କରାଗଲା। ଅଧ୍ୟାୟ 10 ମର୍ଦ୍ଦେକାଇର ପ୍ରଶଂସା। ନିଜ ଅଧୀନସ୍ଥ ଦେଶ ଓ ସମୁଦ୍ର ମଧ୍ୟବର୍ତ୍ତୀ ଦ୍ୱୀପଗୁଡ଼ିକ ଉପରେ ରାଜା ଆହାଶ୍ୱେରୋସଙ୍କ ଖଜଣା ନିର୍ଦ୍ଧାରଣ କଲେ। ତାଙ୍କ ଦ୍ୱାରା ସମ୍ପାଦିତ ସମସ୍ତ ଶକ୍ତି ତଥା ପରାକ୍ରମର କାର୍ଯ୍ୟ ଓ ଯେଉଁ ଉଚ୍ଚ ପଦବୀରେ ମର୍ଦ୍ଦେକାଇକୁ ସେ ଉନ୍ନୀତ କରିଥିଲେ ସେ ସମସ୍ତର ଏକ ବିବରଣୀ ମେଦିଆ ଓ ପାରସ୍ୟର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ହୋଇନାହିଁ? ଯିହୁଦୀ ମର୍ଦ୍ଦେକାଇ ରାଜା ଆହାଶ୍ୱେରୋସଙ୍କ ପରେ ଦ୍ୱିତୀୟ ପଦବୀରେ ବିମଣ୍ଡିତ ହୋଇଥିଲେ ଓ ସେ ଯିହୁଦୀମାନଙ୍କ ମଧ୍ୟରେ ମହାନ ଥିଲେ ଏବଂ ସଂଖ୍ୟାଧିକ ଭ୍ରାତାମାନଙ୍କର ପ୍ରିୟ ପାତ୍ର ଥିଲେ, କାରଣ ସେମାନଙ୍କର ମଙ୍ଗଳ ତଥା ଶାନ୍ତି ନିମନ୍ତେ ସେ କାର୍ଯ୍ୟ କରିଥିଲା। ମର୍ଦ୍ଦେକାଇ କହିଲା, ଏ ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ଦ୍ୱାରା ସାଧିତ। ଏ ସମସ୍ତ କାର୍ଯ୍ୟ ସମ୍ବନ୍ଧରେ ମୁଁ ଯେଉଁ ସ୍ୱପ୍ନ ଦେଖିଥିଲି ତାହା ମୁଁ ସ୍ମରଣ କରେ। ତନ୍ମଧ୍ୟରୁ କିଛି ହେଲେ ଅକୃତ୍ୟ କାର୍ଯ୍ୟ ହୋଇନାହିଁ। ତାହା ଥିଲା ନଦୀରେ ପରିଣତ ହୋଇଥିବା ଏକ କ୍ଷୁଦ୍ର ଝରଣା, ଜ୍ୟୋତି, ସୂର୍ଯ୍ୟ ତଥା ପ୍ରଚୁର ଜଳ। ରାଜା ବିବାହ କରି ତାଙ୍କ ରାଣୀ ରୂପେ ନିଯୁକ୍ତି ପ୍ରଦାନ କରିଥିବା ଏସ୍ତେର ସେହି ନଦୀ ଅଟନ୍ତି। ହାମାନ ଓ ମୁଁ ଦୁଇଟି ବିକ୍ଟାକାର ଜନ୍ତୁ, ଯେଉଁମାନେ ଯିହୁଦୀମାନଙ୍କ ବିନାଶ କରିବା ପାଇଁ ଏକତ୍ରିତ ହୋଇଥିଲେ, ସେମାନେ ଜାତି ସମୂହ ଅଟନ୍ତି, ଯେଉଁମାନେ ଈଶ୍ୱରଙ୍କ ସନ୍ନିଧାନରେ କ୍ରନ୍ଦନପୂର୍ବକ ନିବେଦନ କରିଥିଲେ ଓ ରକ୍ଷାପ୍ରାପ୍ତ ହୋଇଥିଲେ। ସେମାନେ ଅଟନ୍ତି ମୋର ସ୍ୱଜନ ଇସ୍ରାଏଲ। ତାହାଙ୍କର ସ୍ୱଜନମାନଙ୍କୁ ପ୍ରଭୁ ରକ୍ଷା କଲେ। ପ୍ରଭୁ ଆମମାନଙ୍କୁ ଏ ସମସ୍ତ ଅନିଷ୍ଟ କାର୍ଯ୍ୟରୁ ମୁକ୍ତ କରିଅଛନ୍ତି। ଜାତି ସମୂହ ମଧ୍ୟରେ କେବେ ସଂଘଟିତ ହୋଇନଥିବା ଭଳି ନିଦର୍ଶନ ତଥା ଅଦ୍ଭୁତ କର୍ମ ଈଶ୍ୱର ସମ୍ପାଦନ କରିଛନ୍ତି। ଏହା ଉଦ୍ଦେଶ୍ୟରେ ଈଶ୍ୱର ନିଜର ସ୍ୱଜନମାନଙ୍କ ନିମନ୍ତେ ଗୋଟିଏ ଓ ଅନ୍ୟ ସମସ୍ତ ଜାତି ନିମନ୍ତେ ଅନ୍ୟ ଗୋଟିଏ ଗୁଳିବଣ୍ଟ ସ୍ଥିର କଲେ। ଈଶ୍ୱରଙ୍କ ଦ୍ୱାରା ନିରୂପିତ ଘଟିକା ମୁହୂର୍ତ୍ତ ତଥା ଦିବସରେ ଜାତି ସମୂହ ମଧ୍ୟରେ ସେହି ଦୁଇଟି ଗୁଳିବାଣ୍ଟ ସଂଘଟିତ ହେଲା। ଈଶ୍ୱର ତାହାଙ୍କର ସ୍ୱଜନମାନଙ୍କୁ ସ୍ମରଣ କଲେ ଓ ତାହାଙ୍କ ଉତ୍ତରାଧିକାରକୁ ସମର୍ଥନ କଲେ। ସୁତରାଂ ସେମାନେ ଆଦାର ମାସର ଚତୁର୍ଦ୍ଦଶ ତଥା ପଞ୍ଚଦଶ ଦିବସରେ ଈଶ୍ୱରଙ୍କ ସନ୍ନିଧାନରେ ଆନନ୍ଦ ତଥା ଆହ୍ଲାଦ ପୂର୍ବକ ଏକତ୍ରିତ ହୋଇ ସ୍ୱଜନ ଇସ୍ରାଏଲରେ ବଂଶାନୁକ୍ରମେ ଏହା ପାଳନ କରିବେ। ଅଧ୍ୟାୟ 11 ଗ୍ରନ୍ଥଟିର ଗ୍ରୀକ୍ ଅନୁବାଦ। ଟଲେମୀ ଓ କ୍ଲେଓପାତ୍ରାଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ନିଜକୁ ଯାଜକ ଓ ଲେବୀ ବୋଲି ଦାବି କରିଥିବା ଦୋସିତେୟସ୍ ନାମକ ଜଣେ ବ୍ୟକ୍ତି ଓ ତାଙ୍କର ପୁତ୍ର ଟଲେମୀ
ପୁରୀମ ସମ୍ବନ୍ଧୀୟ ପୂର୍ବୋକ୍ତ ପତ୍ର ଇଜିପ୍ଟକୁ ନେଇ ଆସିଲେ। ଏହି ପତ୍ରଟି ପ୍ରକୃତ ଅଟେ ଓ କୁହାଯାଏ ଯେ ଜେରୁସାଲେମବାସୀ ଓ ଟଲେମୀଙ୍କ ପୁତ୍ର ଲିସିମାଖସ୍ ତାହା ଅନୁବାଦ କରିଥିଲେ।